ସର୍ବଦା ଆପଣଙ୍କ କ୍ୟାରିୟରକୁ ନେଇକି ସବୁବେଳେ ଚିନ୍ତା କରନ୍ତି ନା କି ମୋର କେଉଁଠି କମ୍ ମାର୍କ ରହିଗଲା ବା କେଉଁଠି ପରୀକ୍ଷା ଭଲ ହେଲାନି, ଏସବୁ ଏଭଳି ଚିନ୍ତାଧାରାକୁ ନେଇକି ଆପଣ ସବୁବେଳେ ଚିନ୍ତିତ ଥାଆନ୍ତି କି ମୋର କମ୍ ମାର୍କ ରହିଗଲେ ମୋ କ୍ୟାରିୟର ଖରାପ ହେଇଯିବ ବା ସାର୍ଟିଫିକେଟ୍ ଖରାପ ହେଇଯିବ, ଏମିତି ସବୁବେଳେ ଆପଣଙ୍କ ମନରେ ଭାବନା ଥାଏ ନା। ତ ଯଦି ଏଭଳି ଭାବନା ରହୁଛି ତ ଏଭଳି ଭାବନାକୁ ଆଜିଠୁ ମନରୁ ପୋଛି ଦିଅନ୍ତୁ। କାହିଁକି ନା ଏଇଭଳି ଭାବନା ହିଁ ଆପଣଙ୍କୁ ସବୁବେଳେ ତଳକୁ ଖସାଏ। କାହିଁକି ନା ଆଉ ଏଇ ସବୁ ଭାବନା ନା, ଏଇ ସବୁ ଚିନ୍ତାଧାରା ଯେଉଁ ସବୁ ଆପଣଙ୍କ ମନରେ ତିଆରି ହେଉଛି, ଏଇଟା କେବଳ ତୁମକୁ ତଳକୁ ଟାଣିବା ପାଇଁ, ତୁମକୁ ଦୁର୍ବଳ କରିବା ପାଇଁ, ତୁମକୁ ନିମ୍ନ ସ୍ତରକୁ ନେବା ପାଇଁ ମନରେ ସୃଷ୍ଟି ହୁଏ। କାହିଁକି ନା ଗୋଟେ ସବୁବେଳେ ପଜିଟିଭ୍ ଜିନିଷ ଆସିବା ପାଇଁ ସବୁବେଳେ ଟାଇମ୍ ଲାଗେ, କିନ୍ତୁ ନେଗେଟିଭ୍ ଜିନିଷ ଆସିବା ପାଇଁ ସବୁବେଳେ ଖୁବ୍ କମ୍ ସମୟ ଲାଗେ, ସଙ୍ଗେ ସଙ୍ଗେ ଆସିଯାଏ। କିନ୍ତୁ ଗୋଟେ ପଜିଟିଭ୍ ଜିନିଷ ଯେତେବେଳେ ଆସେ ନା, ଗୋଟେ ଭଲ ଜିନିଷ ଆସେ, ସେ ଧୀରେ ସୁସ୍ଥେ ଆସେ ଆଉ କିଛି ସମୟ ନେଇକି ଆସେ। ଯେମିତି ସୂର୍ଯ୍ୟ ଉଦୟ ହେଲା ବେଳେ ଆଜ୍ଞା ଧୀରେ ଧୀରେ ଉଦୟ ହୁଏ, ଆଉ ଯେତେବେଳେ ବି ଅସ୍ତ ହୁଏ ନା, ଧୀରେ ଧୀରେ ଅସ୍ତ ହୁଏ। କାହିଁକି ଯଦି ସୂର୍ଯ୍ୟ ଭଳି ଲୋକ ବା ସୂର୍ଯ୍ୟ ଭଳି ଜିନିଷ କି ସିଏ ବି ଧୀରେ ଧୀରେ ଆସୁଛି, ଧୀରେ ଧୀରେ ଯାଉଛି, ଯାହାର ଆଲୋକରେ ସାରା ଦୁନିଆ ଆଲୋକିତ ହେଉଛି, ତ ସେଭଳି ପରିସ୍ଥିତିରେ ଯଦି ସିଏ ନିଜର ଭାରସାମ୍ୟ ରକ୍ଷା କରୁଛି, ତ ଆମେ ତ ମଣିଷ ନା, ଆମର ବି ଭାରସାମ୍ୟ ରକ୍ଷା କରିବା ନିହାତି ଜରୁରୀ। କାହିଁକି ନା ଆଜିକାଲି ଯେଉଁ ଯୁଗରେ ନା, ଆଜିକାଲି ଜମାନାରେ ଆମ ଭାରତବର୍ଷରେ ନା, ବର୍ଷ ଭରି ପରୀକ୍ଷା ଜାରି ରହୁଛି, ଆଉ ବର୍ଷ ଭରି ମଧ୍ୟ ପରୀକ୍ଷାର ଫଳ ବାହାରୁଛି। ତ ସେସବୁକୁ ନେଇକି ସବୁବେଳେ ପିଲାମାନେ, ଯୁବକମାନେ ସବୁବେଳେ ଚିନ୍ତିତ ଥାଆନ୍ତି କି ମୋ ରେଜଲ୍ଟ ଖରାପ ହେଲା ବା ମୁଁ ଏଇ ପରୀକ୍ଷାରେ ଭଲ କରିପାରିଲିନି। ତ ସେଥିରେ କିଛି ବି ଚିନ୍ତିତ ହେବାର ନାହିଁ। ଆଉ ବେସିକାଲି ଯେଉଁମାନେ ସ୍କୁଲ ବା କଲେଜରେ ପଢ଼ୁଛନ୍ତି ନା, ସେଇମାନେ ବେଶୀ ଚିନ୍ତିତ ହୁଅନ୍ତି କି ମୁଁ ସ୍କୁଲରେ ବା କଲେଜରେ ଫେଲ୍ ହେଇଗଲି। ତ କିଛି ନାହିଁ, କିଛି ଚିନ୍ତା କରିବାର ନାହିଁ କି ଏ ଯେଉଁ ସ୍କୁଲ କଲେଜର ମାର୍କସିଟ୍ ନା, ଇଏ ଖାଲି ସେଇ ପେପର୍ ଭିତରେ ସୀମିତ ରହିବ ବା ସେଇ କାଗଜ ଖଣ୍ଡିରେ ସୀମିତ ରହିବ, କିନ୍ତୁ ଆପଣଙ୍କ ଜୀବନ ତ ସେ ପରିବର୍ତ୍ତନ କରିପାରିବନି ନା। ତ ଆପଣ ଯେତିକି ମେହନତ କରିଥିବେ ତା ପାଇଁ ତ ସେତିକି ମିଳିଛି, ଠିକ୍ ଅଛି, ତ ତା ପାଇଁ ବି କେବେ ବି ଚିନ୍ତା କରନ୍ତୁନି। କାହିଁକି ନା ସେ ଯେତେବେଳେ ତୁମେ ପରୀକ୍ଷା ଦେଉଛ ନା, ହୁଏତ ଯଦି କପି କରିକି ତୁମେ ପାସ୍ କରିଯାଇଥିବ ନା, କିଛି ଯାଆସ ନାହିଁ। କାହିଁକି ନା ସେଇ ସମୟର ଯେଉଁ ପରୀକ୍ଷା ହୁଏ ନା ସ୍କୁଲ କଲେଜରେ, ତ କୋଶ୍ଚିନ୍ଟା ସମସ୍ତଙ୍କର ସେଭଳି ସମାନ ଥାଏ, କିନ୍ତୁ ଜୀବନର ଯେଉଁ ପ୍ରଶ୍ନ ରହିଛି କି ଆମେ କେମିତି ବଞ୍ଚିବା, ଆମ ବଞ୍ଚିବା ଶୈଳୀ କେମିତି ହେବ, ତ ସେସବୁର ପ୍ରଶ୍ନ ଆଜ୍ଞା ସମସ୍ତଙ୍କ ପାଇଁ ଅଲଗା ହେଇଯାଏ। ତ ସେଇଠି କହିବା ପାଇଁ ଚାହୁଁଛି କି ତ ସେ ଯେଉଁ ସ୍କୁଲ କଲେଜର ରହିଛି ପରୀକ୍ଷା, ତ ତାକୁ ନେଇକି କେବେ ବି ଆପଣ ଚିନ୍ତା କରନ୍ତୁନି। ଯଦି ଆପଣଙ୍କ ଭିତରେ ନା ଟ୍ୟାଲେଣ୍ଟ ଅଛି, ତ ସେଇ ଟ୍ୟାଲେଣ୍ଟରେ ଆପଣ ଦିନେ ନା ଦିନେ ସେ ଦୁନିଆକୁ ଜିତିପାରିବେ। ତ ଏ ଯେଉଁ ମାର୍କସିଟ୍ ରହିଛି, ସ୍କୁଲ କଲେଜର ମାର୍କସିଟ୍ ବା ସେ ଯେଉଁ ସାର୍ଟିଫିକେଟ୍, ସେସବୁ ସେତେବେଳେ କିଛି ଆବଶ୍ୟକ ପଡ଼ିବନି। କାହିଁକି ନା ଯେତେ ସବୁ ଦେଖିବେ ସବୁ ସକ୍ସେସ୍ ପାଇଛନ୍ତି, କେବେ ସେମାନେ ଏଇ ସ୍କୁଲ କଲେଜର ମାର୍କସିଟ୍କୁ ଦେଖିକି ଆଗକୁ ଯାଇନାହାନ୍ତି। ସେମାନଙ୍କ ଭିତରେ ନିଜର ଟ୍ୟାଲେଣ୍ଟ ଥିଲା ଆଉ ସେମାନେ ଆଗକୁ ବଢ଼ିଲେ। ଆଜି ଯେଉଁ ଆମେ ଲାଇଟ୍କୁ ଦେଖୁଛନ୍ତି ବା ଯେଉଁ ଘରେ ବଲ୍ ଜଳାଉଛନ୍ତି, ସେ ବଲ୍ ବି ଦିନେ ଅନ୍ଧାରରୁ ତିଆରି ହେଇଥିଲା। ଜଣେ ତାକୁ ଯିଏ ତିଆରି କରିଥିଲେ, ସିଏ କେବେ ବି ସ୍କୁଲ ଯାଇନାହାନ୍ତି, ସିଏ ବହୁତ କମ୍ ସମୟ ସ୍କୁଲ ଯାଇଛନ୍ତି, ତାଙ୍କୁ ସ୍କୁଲରୁ ବି ବାହାର କରିଦିଆଯାଇଛି ପାଗଳ ବୋଲି କହିକି। ତ ସିଏ ଯଦି ସେତେବେଳେ ଭାବିଥାନ୍ତେ କି ମୋତେ ସ୍କୁଲରୁ ବାହାର କରିଦିଆଗଲା ବା ମୋତେ ସ୍କୁଲରୁ ଅପମାନିତ କରାଗଲା, ତ ମୋ ଜୀବନ ରହିକି ଯାହା ନ ରହିକି ଯାହା
ତ ମୁଁ ମରିଯିବି। ତ ସେ ଯଦି ସେଇଟା ଭାବିଥାନ୍ତେ ନା, ତ ସେ ଆଜି ଏତେ ବଡ଼ ହେଇପାରିନଥାନ୍ତେ, ବା ଆମେ ଏ ଲାଇଟ୍କୁ ଦେଖିପାରିନଥାନ୍ତେ, ଆମେ ବି ସେଇ ଅନ୍ଧାରରେ ରହିଯାଇଥାନ୍ତେ। ତ ଏଇଠି କହିବାର କଥା କି ଏ ଯେଉଁ ସାର୍ଟିଫିକେଟ୍ ନା, ବା ଏ ସ୍କୁଲ କଲେଜର ଯେଉଁ ସାର୍ଟିଫିକେଟ୍ ସବୁ ରହିଛି, ଇଏ କେବେ ବି ଜଣଙ୍କ ଜୀବନ ନିର୍ଦ୍ଧାରିତ କରେନି। ଯଦି ନିଜ ଭିତରେ ଟ୍ୟାଲେଣ୍ଟ ଅଛି ବା ନିଜ ଭିତରେ କିଛି ଗୁଣ ରହିଛି, ତ ତାକୁ ପ୍ରକାଶ କର, ଦେଖିବ ନିଶ୍ଚିତ ତୁମେ ବହୁତ ଆଗକୁ ଯିବ। ଯେଉଁମାନେ ବି ସକ୍ସେସ୍ ପାଇଛନ୍ତି ସେମାନେ ବହୁତ କମ୍ ସମୟ ପାଇଁ ସ୍କୁଲ କଲେଜ ଯାଇଛନ୍ତି। ତ ବହୁତ ଏମିତି ବି ଅଛନ୍ତି କଲେଜ ମାଟି ମାଡ଼ି ନାହାନ୍ତି, ସେ ସ୍କୁଲରେ ତାଙ୍କ ଜୀବନ ରହିଯାଇଛି, କିନ୍ତୁ ସେମାନେ ଆଜି ବି ସକ୍ସେସଫୁଲ୍ ପର୍ସନ୍। ତ ମୁଁ ଏଇଠି କହିବି ସଚିନ ତେନ୍ଦୁଲକରଙ୍କ କଥା, ଯିଏ 4 ଥର ମ୍ୟାଟ୍ରିକ୍ ଫେଲ୍ ବା 10th କ୍ଲାସ୍ ଫେଲ୍ ହେଇଯାଇଥିଲେ। ଆଜି ସିଏ ଗଡ୍ ଅଫ୍ କ୍ରିକେଟ୍ କ୍ରିକେଟର ଭଗବାନ ବନିଗଲେ। ତ ସିଏ ଯଦି ଆଜି ଖାଲି ସେଇ ପଢ଼ାରେ ଲାଗିଥାନ୍ତେ, ବା ସେଇ ପଢ଼ା ଭିତରେ ସୀମିତ ରହିଯାଇଥାନ୍ତେ, ବା ସେଇ ତାଙ୍କର ସେଇ ଫେଲ୍କୁ ନେଇକି ସେ ସବୁବେଳେ ପାଇଁ ଚିନ୍ତା କରିଥାନ୍ତେ, ସେ କେବେ ବି ଆଜି ଭଲ କ୍ରିକେଟର ହେଇପାରିନଥାନ୍ତେ, ବା ଭଲ ଖେଳାଳି ହେଇପାରିନଥାନ୍ତେ, ବା ତାଙ୍କ ଜୀବନରେ କେବେ ବି ସକ୍ସେସ୍ ପାଇନଥିଲେ। ଯେମିତି ମୁଁ ପୂର୍ବରୁ କହୁଥିଲି ଏ ଲାଇଟ୍ର କଥା, ଥୋମାସ୍ ଆଲଫା ଏଡ଼ିସନ୍, ତ ସିଏ ବି ସ୍କୁଲ ଯାଇନାହାନ୍ତି। ତ ସିଏ ଯେତିକି ସମୟ ଯାଇଛନ୍ତି, ତ ସିଏ ତାଙ୍କୁ ପାଗଳ ବୋଲି କହିକି ବିଦା କରିଦିଆଯାଇଛି। ତ ଯଦି ବି ସିଏ ସେଇ କଥାଟାକୁ ଧରିକି ବସିଥାନ୍ତେ, ହୁଏତ ଆଜି 1092 ପ୍ୟାଟର୍ନ ସେ କେବେ ବି ତିଆରି କରିପାରିନଥାନ୍ତେ, ବା ଏତେ ବଡ଼ ଲାଇଟ୍କୁ ସେ କେବେ ବି ତିଆରି କରିପାରିନଥାନ୍ତେ। ତ ସବୁବେଳ ପାଇଁ ଏଇଥିପାଇଁ କହୁଛି, ତ ପ୍ରତିଟି ପିଲା, ପ୍ରତିଟି ଯୁବକ, ପ୍ରତିଟି ବାପା ମା', ପ୍ରତିଟି ଅଭିଭାବକ ସବୁବେଳ ପାଇଁ ସେ ଯେଉଁ ପଢ଼ୁଛନ୍ତି ନା ପିଲାମାନେ, ସେମାନଙ୍କ ଏଇ ମାର୍କକୁ ନେଇ କେବେ ଚିନ୍ତିତ ରୁହନ୍ତୁନି। ତ ତା ଭିତରେ ବି ଯେଉଁ ଟ୍ୟାଲେଣ୍ଟଟା ଅଛି ନା, ସେଇଟାକୁ ସବୁବେଳେ ବାହାରକୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ତ ଦେଖିବେ ସେ ପିଲା ନିଶ୍ଚିତ ଥରେ ଆଗକୁ ଯିବ, ଆଉ ନିଶ୍ଚିତ ସକ୍ସେସ୍ ହେଇକି ରହିବ। ଆଉ ସେତେବେଳେ ଆପଣମାନେ ଦେଖିବେ କି ସତରେ ଏ ପାଠ ପଢ଼ାର ଯେଉଁ ସାର୍ଟିଫିକେଟ୍ ରହିଛି ସ୍କୁଲ କଲେଜ, ତ ୟାକୁ ଯଦି ଆମେ ଦେଖିଥାନ୍ତୁ, ତ କେବେ ବି ଆମେ ଆଗକୁ ଯାଇପାରିନଥାନ୍ତୁ। ତ ଆଜିକାଲିର କିନ୍ତୁ ଯେଉଁ ଜମାନା ଚାଲିଛି ନା, ପ୍ରତିଟି ପିଲାଙ୍କୁ ଦରକାର ହେଉଛି, ପ୍ରତିଟି ଗାର୍ଡ଼ିଆନ୍ ଚାହୁଁଛନ୍ତି କି ଆମ ପିଲା 80, 90, 100% ରଖିଦେଉ। କିନ୍ତୁ ସେ ରଖିଦେବ, କିନ୍ତୁ ତା ଲାଇଫ୍ରେ କେବେ ସେ ସକ୍ସେସ୍ ପାଇବନି, କାହିଁକିନା ତା ଭିତରେ ସେତିକି ଟ୍ୟାଲେଣ୍ଟ ନଥିବ। ତ ସିଏ ଘୋଷିକି ବା କୌଣସି ମତେ ସିଏ ପଢ଼ିକି ଖାଲି ସେଇ ବହିକୁ ପଢ଼ିକି ସେ ରଖିଦେଲା, କିନ୍ତୁ ବାହାର ଦୁନିଆ ସହ ବା ଏ ଜୀବନ ସହ ସେ କେବେ ବି ସଂଘର୍ଷ କରିପାରିବନି, ବାହାର ଦୁନିଆ ସହ କେବେ ସେ ଲଢ଼ିପାରିବନି। ତ ତା ଭିତରେ ଥିବା ଟ୍ୟାଲେଣ୍ଟଟା, ତା ଭିତରେ ଥିବା ତା ନିଜସ୍ୱ ଗୁଣଟା ସେତେବେଳକୁ ସେ ଶୋଇଯାଇଥିବ, ଆଉ କିଛି ନଥିବ। ହଁ, ଗୋଟେ ବଡ଼ ଅଫିସରଟେ ହେଇଗଲା, କିନ୍ତୁ ସେ ଅଫିସରରେ ସେ ସାଟିସ୍ଫାଏ ନଥିବ। ସେ ଅଫିସର ଭିତରେ ସେତେବେଳେ ବି ସିଏ ଆତ୍ମସନ୍ତୋଷ ନଥିବ କି ମୁଁ ଏଇ ଯେଉଁ ଜାଗାରେ ଅଛି, ଏ ଜାଗା ମୋ ପାଇଁ ଠିକ୍ ନୁହଁ। ତ ସେତେବେଳେ ଯଦି ତାକୁ ଛାଡ଼ି ଦିଆଯାଇଥାନ୍ତା କି ତୋ ଲାଇଫ୍ରେ ଯାହା ବି ବନିବାର ଅଛି ତୁ ବନ, ଠିକ୍ ଅଛି, ସେତେବେଳେ ସେ ଛୋଟିଆ କର୍ମଚାରୀଟେ ହେଇଥିବ ପଛେ, କିନ୍ତୁ ତା ଜୀବନରେ ଆତ୍ମସନ୍ତୋଷ ଥିବ, ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ଥିବ କି ମୁଁ ଯେଉଁ ଜାଗାରେ ଅଛି ଭଲରେ ଅଛି, ଆଉ ବହୁତ ଖୁସିରେ ଅଛି। ତ ସିଏ ସେଇଠି ଚାହିଁବ କେମିତି ମୁଁ ଆଗକୁ ଯିବି, କିନ୍ତୁ ତାକୁ ଯେତେବେଳେ ଜୋର ଜବରଦସ୍ତ କରିକି ଆଗକୁ ନିଆଯାଏ, ସେ ଜୀବନରେ କିଛି କରିପାରିବନି, ଜୀବନ ଶାନ୍ତି ନଥିବ। ତ ଏଇଥିପାଇଁ କହି ରଖିବାକୁ ଚାହେଁ ପ୍ରତିଟି ଅଭିଭାବକ ବାପା ମା' ମାନଙ୍କୁ, ତ କେବେ ବି ନିଜ ପିଲାକୁ ଜୋର ଜବରଦସ୍ତ କରି ଚାପ ପକାଇକି ପଢ଼ାଇବା ପାଇଁ, ତ ଏ ସ୍କୁଲ କଲେଜର ସାର୍ଟିଫିକେଟ୍ ନା ଖଣ୍ଡି କାଗଜ ମାତ୍ର, କାଗଜ ଭିତରେ ତାକୁ ସୀମିତ ରଖନ୍ତୁନି, ତାକୁ ବାହାର ଦୁନିଆକୁ ଛାଡ଼ି ଦିଅନ୍ତୁ। ଦେଖିବେ ଆପଣ ସକ୍ସେସ୍ ଆପଣଙ୍କ ପଛରେ ଗୋଡ଼େଇବ, ଆପଣ ସକ୍ସେସ୍ ପଛରେ ଗୋଡ଼େଇବେନି, ସକ୍ସେସ୍ ଆପଣଙ୍କ ପଛରେ ଗୋଡ଼େଇବ। ତ କହିବାର କାରଣ, ତ ସବୁବେଳେ ପାଇଁ ନିଜ ଭିତରେ ଥିବା ଟ୍ୟାଲେଣ୍ଟକୁ ସବୁବେଳେ ଦେଖାଅ, ଆଉ ପ୍ରତିଟି ବାପା ମା' ମାନେ, ପ୍ରତିଟି ଅଭିଭାବକ ଏହାକୁ ସବୁବେଳେ ପାଇଁ
ସପୋର୍ଟ କରିବା ଦରକାର। ନିଶ୍ଚିତ ଏଇ କଥାରେ ଯଦି ଆପଣମାନେ ପାଳନ କରିବେ ନା, ଦେଖିବେ ଆପଣଙ୍କ ପିଲା ବହୁତ ଆଗକୁ ଯିବ, ବହୁତ ବହୁତ ଆଗକୁ ଯିବ।